ନମସ୍କାର ବନ୍ଧୁମାନେ, ମୁଁ ହେମନ୍ତ। ଆପଣମାନଙ୍କୁ ମୋର ଅଷ୍ଟେଟ୍ 2024 ବ୍ୟାଚ୍କୁ ସ୍ୱାଗତ। ଆଜିଠାରୁ ଆମେ ସିଡିପିର ନୁହଁ ସବୁ ସବଜେକ୍ଟର ବିଷୟରେ ସବୁ ପଢ଼ିବା। ମୋର ଚେଷ୍ଟା ରହିବ କି ପ୍ରତ୍ୟେକ ଟପିକ୍ ଓ ଟ୍ରିକ୍ ଏକ୍ଜାମ୍ପଲ୍ MCQ ବୁଝେଇବି, ଯାହାଦ୍ୱାରା ପରୀକ୍ଷାରେ ସହଜ ମନେ ରହିବ। ଆଜିର ପ୍ରଥମ କ୍ଲାସ୍ ଆମର ଟପିକ୍ ରହିବ କି ଚାଇଲ୍ଡ ଡେଭଲପମେଣ୍ଟ। ଚାଇଲ୍ଡ ଡେଭଲପମେଣ୍ଟ ଚାଲନ୍ତୁ ଆମେ ଆରମ୍ଭ କରିବା। ସବୁଠାରୁ ଚାଲନ୍ତୁ ପ୍ରଥମ ପ୍ରଶ୍ନ, ଚାଇଲ୍ଡ ଡେଭଲପମେଣ୍ଟ କ'ଣ ବୁଝିବା। ଶିଶୁର ଜନ୍ମରୁ ପ୍ରାପ୍ତବୟସ୍କ ପର୍ଯ୍ୟନ୍ତ ଶାରୀରିକ, ମାନସିକ, ସାମାଜିକ, ଭାବାତ୍ମକ ଓ ଭାଷାଗତ ପରିବର୍ତ୍ତନକୁ ଚାଇଲ୍ଡ ଡେଭଲପମେଣ୍ଟ କୁହାଯାଏ। ବୁଝିଲା? ଜନ୍ମରୁ ପ୍ରାପ୍ତ ପର୍ଯ୍ୟନ୍ତ ଶରୀରର ମାନସିକ, ଭାବାତ୍ମକ ଓ ଭାଷାଗତ ପରିବର୍ତ୍ତନକୁ ଡେଭଲପମେଣ୍ଟ କୁହାଯାଏ। ଏଇଟା ମନେ ରଖିବା ପାଇଁ ଗୋଟେ ଟ୍ରିକ୍ ଅଛି। ଦେଖନ୍ତୁ, ମା ସା ବାବା ମାନେ କ'ଣ? ସାରେ ଶାରୀରିକ, ମାରେ ମାନସିକ, ସାରେ ସାମାଜିକ, ବାରେ ଭାବାତ୍ମକ, ବାରେ ଭାଷାଗତ। ଏସବୁ ଡେଭଲପମେଣ୍ଟ ହୋଇଥାଏ। ବୁଝିଗଲା? ଡେଭଲପମେଣ୍ଟର ଆଉ ଗ୍ରୋଥ୍ ଡେଭଲପମେଣ୍ଟ କ'ଣ? ଗ୍ରୋଥଟା ଆମର କିଛି ସମୟ ପରେ ରହିଯାଏ, କିନ୍ତୁ ଡେଭଲପମେଣ୍ଟଟା ଆମର ନିରନ୍ତର ଚାଲିଥାଏ। ବୁଝିଗଲା? କିଛି ସମୟ ଯେତେବେଳେ ଛୋଟ ଛୁଆ ଥାଏ ସେତେବେଳେ ଅତ୍ୟଧିକ ଡେଭଲପମେଣ୍ଟ ହୁଏ, ତାପରେ ଧୀରେ ଧୀରେ ଆସ୍ତେ ଆସ୍ତେ କମିଯାଏ। ସମାନ 30 ବର୍ଷ 25-30 ମଧ୍ୟରେ ଜଣାପଡ଼େ ଯେ ଆଉ ଗ୍ରୋଥ୍ ହୁଏ ନାହିଁ, ହାଇଟ୍ ରହିଯାଏ। ପାଖାପାଖି 18-19 ବର୍ଷ ବେଳକୁ ହାଇଟ୍ ରହିଯାଏ, ଆଉ ଗ୍ରୋଥ୍ ହୁଏ ନାହିଁ। ତ ଗ୍ରୋଥଟା ଆମେ ମାପିପାରିବା, କିନ୍ତୁ ଡେଭଲପମେଣ୍ଟଟା ନାହିଁ। ପରିମାଣର ବୃଦ୍ଧି, ସମ୍ପୂର୍ଣ୍ଣ ବିକାଶ। ଗ୍ରୋଥ୍ ମାନେ କ'ଣ? ପରିମାଣର ବୃଦ୍ଧି। କିଛି ପରିମାଣରେ ପିଲା ଲମ୍ବା ହେବା, ହାଇଟ୍ ହେବା, ୱେଟ୍ ଦେହ ବଢ଼ିବା, ଏଗୁଡ଼ା କ'ଣ ଗ୍ରୋଥ୍ରେ ଯିବ, କିନ୍ତୁ ସମ୍ପୂର୍ଣ୍ଣ ବିକାଶ ମାନେ ଡେଭଲପମେଣ୍ଟରେ ହିଁ ଯିବ। ମାପି ହୁଏ ଯେଉଁଟା, ସେଇଟା କ'ଣ ନା ଗ୍ରୋଥ୍। ସିଧାସଳଖ ମାପି ହୁଏ ନାହିଁ। କ'ଣ? ଡେଭଲପମେଣ୍ଟ। ସିଧାସଳଖ ଅନ୍ଦାଜ ଲଗାଏ ପିଲାଟା ଭବିଷ୍ୟତରେ ତାର ନଲେଜ, ଜଣଙ୍କର ନଲେଜ ଆମେ ମାପିପାରିବା କି? ନାହିଁ। ଭବିଷ୍ୟତରେ କ'ଣ କରିବ ସେଟା ବି ମାପିପାରିବ ନାହିଁ। ଯେ ଆମେ ବିକାଶ କେତେ ମାଧ୍ୟମରେ ଖାଲି ଦେଖି ଆମେ ଅବଜର୍ଭ କରିପାରିବା। ଯେମିତିକି ସିଧାସଳଖ ହାଇଟ୍, ୱେଟ୍ ଏଗୁଡ଼ାକ ମାପି ହେଉଛି, କିନ୍ତୁ ବିହେଭିଅର୍, ଇଣ୍ଟେଲିଜେଣ୍ଟ ଏଗୁଡ଼ାକ ମାପି ହେଉଛି କି? ନାହିଁ। ବୁଝିଗଲା? ଗ୍ରୋଥ୍ ଡେଭଲପମେଣ୍ଟ ଭିତର ପାର୍ଥକ୍ୟଟା ବୁଝିଗଲା? ଗ୍ରୋଥ୍ ଏଠି ଆହୁରି ସହଜ ଲେଖିଛି। ଗ୍ରୋଥ୍ କ'ଣ? ଗୋଟିଏ ଅଂଶ, କିନ୍ତୁ ଡେଭଲପମେଣ୍ଟଟା ସମ୍ପୂର୍ଣ୍ଣ ପରିବର୍ତ୍ତନ ଯେଉଁଟା ହେଉଛି ସେଇଟା ଡେଭଲପମେଣ୍ଟକୁ ଯିବ। ହେଲା? ହଉ ଚାଲନ୍ତୁ 3 ନମ୍ବର ଦେଇଛି କ'ଣ? ଚାଇଲ୍ଡ ଡେଭଲପମେଣ୍ଟର ପ୍ରିନ୍ସିପାଲ୍ କ'ଣ ନା ଡେଭଲପମେଣ୍ଟ ଇଜ୍ କଣ୍ଟିନ୍ୟୁଅସ୍, ନିରନ୍ତର ଡେଭଲପମେଣ୍ଟ ହେଲା। ଆଉ କ'ଣ? ଡେଭଲପମେଣ୍ଟ ଫଲୋସ୍ ପାଟର୍ନ। ଡେଭଲପମେଣ୍ଟ ଗୋଟେ ପାଟର୍ନ ଫଲୋ କରେ। ହେଲା? ଇଣ୍ଡିଭିଜୁଆଲ୍ ଡିପେଣ୍ଡସ୍, ପ୍ରତ୍ୟେକ ଶିଶୁ ଭିନ୍ନ। ସମସ୍ତଙ୍କର ସମାନ ରହେ କି? ସମସ୍ତଙ୍କ ସମାନ ରହେନି। ଯିଏ ଜଣେ 5 ବର୍ଷରେ ଯିଏ ବର୍ଷେ ଭିତରେ ଚାଲିଲା ବେଳେ ଆଉ ଜଣେ 1.5 ବର୍ଷ ବେଳକୁ ଚାଲିଥାଏ। ସେଥିପାଇଁ ସବୁ ପିଲା ସମାନ ନୁହନ୍ତି, ପ୍ରତ୍ୟେକ ଶିଶୁ ଭିନ୍ନ ବୋଲି କୁହାଯାଇଛି। ଜେନେରାଲ ଟୁ ସ୍ପେସିଫିକ୍, ହେଡ୍ ଟୁ ମାନେ ମୁଣ୍ଡଠୁ ଗୋଡ଼ ପର୍ଯ୍ୟନ୍ତ ଡେଭଲପ୍ ହୁଏ। ପ୍ରଥମେ ଆଉ ନେୟାର ଟୁ ଫେୟାର, ମଝିଠୁ ହାତ ପର୍ଯ୍ୟନ୍ତ ଯେଉଁ ଯାଏ ସେଇଟା ପ୍ରକ୍ସିମିଟାଲ କୁହାଯାଏ।
ଠିକ୍ କ'ଣ? CPIGHN continuous pattern individual general air to near। ମୁଣ୍ଡଠୁ ହାତକୁ ଯାଏ ସେଇଟା କ'ଣ କୁହାଯାଏ? କଣ୍ଟିନ୍ୟୁ ପାଟର୍ନ ଟୁ ଇମ୍ପୋର୍ଟାଣ୍ଟ ଥିଓରିସ୍ ଗୋଟେ ଦେଇଛି। ଜିନ୍ସ ପିଆଜେଟ୍ କର, ଦେଖ ବୁଝା ପଡ଼ିବ। ଜିନ୍ସ ପିଆଜେଟ୍ କ'ଣ? କଗ୍ନେଟିଭ୍ ଡେଭଲପମେଣ୍ଟର ଜଣେ ଥିଓରିଷ୍ଟ ଏମାନେ ଥିଓରି ଦେଇଛନ୍ତି। ଆଉ ସେନ୍ସରି ଆପଣଙ୍କର କ'ଣ ରହିଛି ନା ସେନ୍ସରି ମୋଟର ପ୍ରି ଅପରେସନାଲ କଂକ୍ରିଟ ଅପରେସନାଲ ଫର୍ମାଲ ଅପରେସନାଲ। ସେନ୍ସରି ମୋଟର୍ସ ଆପଣଙ୍କର କ'ଣ ରହିବ? 0 to 2 years, ପ୍ରି ଅପରେସନାଲଟା 2 to 7 years, ଆଉ କଂକ୍ରିଟ ଅପରେସନାଲଟା ପ୍ରି ଅପରେସନାଲଟା ତୁମର ରହିବ 2 to 7 years, ଆଉ କଂକ୍ରିଟ ଅପରେସନାଲଟା 7 to 11 years, ଆଉ ଫର୍ମାଲ ଅପରେସନାଲଟା ତୁମର 11+। ବୁଝିଲା? ଠିକ୍ କ'ଣ? 0 to 7, 11 ଏତିକି ମନେ ରଖିଦେଲେ ସରି। 22 କୋଶ୍ଚିନ୍ ଦେଖିବା। ଲର୍ଣ୍ଣିଂ ଥିଓରି ସ୍ପେସିଫିକ୍ ZPD ଜୋନ୍ ଅଫ୍ ପ୍ରକ୍ସିମାଲ ଡେଭଲପମେଣ୍ଟ ସ୍କୋପ୍ ହେଲା। ଠିକ୍ କେମିତି କ'ଣ ମନେ ରଖିବ? ଠିକ୍ଟା କ'ଣ ନା ବିରେ ଭିଲେଜ୍ ଗାଁରୁ ଶିଖିବା, ସମାଜରୁ ଶିଖିବା। ମନେ ରଖିଯିବ ଗାଁରୁ ସମାଜ, ଗାଁରୁ ମାନେ କ'ଣ? ସମାଜ। ଆଉ କଲବର୍ଗ କ'ଣ? କଲବର୍ଗ ମୋରାଲ ଡେଭଲପମେଣ୍ଟ ପ୍ରି ଅପରେସନାଲ ଷ୍ଟେଜ୍। କନଭେନସନାଲ ପୋଷ୍ଟ କନଭେନସନାଲ। ଠିକ୍ ପ୍ରି କନଭେନସନାଲ ପୋଷ୍ଟ ତିନିଟି ସ୍ତର ଦେଇକି ଡେଭଲପମେଣ୍ଟ। କାହାର? କଲବର୍ଗ। କୋଶ୍ଚିନ୍ କେତେ ଗୁଡ଼ାକ ୱେଷ୍ଟେଡ୍ ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ କେତେ ଗୁଡ଼େ 10ଟା ଖଣ୍ଡେ ଆଲୋଚନା କରିବା। ଚାଇଲ୍ଡ ଡେଭଲପମେଣ୍ଟ କେଉଁଠାରୁ ଆରମ୍ଭ ହୁଏ? ନା ଚାଇଲ୍ଡ ଡେଭଲପମେଣ୍ଟ କେଉଁଠୁ ଆରମ୍ଭ ହୁଏ? ସ୍କୁଲରୁ ହୁଏ କି? ଏଇଟା ତ ହେବନି। 2 years, 5 years ଜନ୍ମରୁ ହୁଏ। ବୁଝିହେଲା? 2 ନମ୍ବର କୋଶ୍ଚିନ୍ କ'ଣ? ଗ୍ରୋଥ୍ କ'ଣ? ଫିଜିକାଲ ଇନକ୍ରିଜ୍, ମେଣ୍ଟାଲ ଗ୍ରୋଥ୍ କାହାକୁ? ଫିଜିକାଲ ଇନକ୍ରିଜ୍କୁ ଗ୍ରୋଥ୍ କୁହାଯାଏ, ଯେଉଁଟା ମପାଯାଏ। ମେଣ୍ଟାଲ ମପାଯାଏ କି ନାହିଁ? ଇମୋସନାଲ ମପାଯାଏ, ସୋସିଆଲ ନା। ପିଆଜେଟ୍ କେଉଁ ଥିଓରି ଦେଇଥିଲେ? ନା କଗ୍ନେଟିଭ୍। ଏବେ ପଢ଼େଇଥିଲି କଗ୍ନେଟିଭ୍। ପିଆଜେଟ୍ର ପ୍ରଥମ ଷ୍ଟେଜ୍ କ'ଣ? ସେନ୍ସରି ମୋଟର। ମନେ ରଖିଥିବେ ଏଗୁଡ଼ାକ। ସମସ୍ତେ ତ ଠିକ୍ ଆନ୍ସର୍ ଦେଇଥିବେ, ବଟ୍ ମୁଁ ଅଫଲାଇନ୍ରେ କ୍ଲାସ୍ କରିଛି। ଆଉ ବାଇସଙ୍କ କନସେପ୍ଟ ଦେଇଥିଲେ। କେଉଁ କନସେପ୍ଟ ବାଇଗୋଟ୍ସ୍କିଙ୍କ କୋଉଟା? ନା ZPD। ବୁଝିଗଲା? କଲବର୍ଗ କେଉଁ ଡେଭଲପମେଣ୍ଟ ସହ ଜଡ଼ିତ? ନା ମୋରାଲ। ଏବେ ଜଷ୍ଟ କହିଲି ବା, ମୋରାଲ ଡେଭଲପମେଣ୍ଟ ସହିତ ଜଡ଼ିତ। ଆଉ କ'ଣ? ହେଡ୍ ଟୁ ଟର୍ନ ପ୍ରିନ୍ସିପାଲ କ'ଣ କୁହାଯାଏ? ନା ମୁଣ୍ଡ ଟୁ ଗୋଡ଼କୁ ପ୍ରିନ୍ସିପାଲ କୁହାଯାଏ କେପାକୁଲା ହେଲା। ପ୍ରୋକ୍ସିମିଡାଲ କ'ଣ? ନେୟାର ଟୁ ଫେୟାର। ପ୍ରୋକ୍ସିମୋଡିଷ୍ଟାଲ ମାନେ କ'ଣ? ହେୟାର ଟୁ ଫେୟାର। ଆନ୍ସର୍ ତୁମର ବି। କେପାକୁଲା ଏଇଟା ତୁମର ମୁଣ୍ଡଠୁ ଗୋଡ଼ ବିକାଶ ହୁଏ। 8 ନମ୍ବର ଜେନେରାଲ ଟୁ ସ୍ପେସିଫିକ୍ ପ୍ରିନ୍ସିପାଲର ଅର୍ଥ କ'ଣ? ଜେନେରାଲ ଟୁ ସ୍ପେସିଫିକ୍ ପ୍ରିନ୍ସିପାଲର ଅର୍ଥ କ'ଣ? ଜେନେରାଲ ଟୁ ସ୍ପେସିଫିକ୍ ବି ହେବ ତୁମର ରାଇଟ୍ ଆନ୍ସର୍। ପ୍ରତ୍ୟେକ ଶିଶୁ ଭିନ୍ନ ଗତିରେ ବିକାଶ କରେ, ଏହା କେଉଁ ପ୍ରିନ୍ସିପାଲ? ପ୍ରତ୍ୟେକ
ଏଇଟା ତମର ବୋଧେ କଣ୍ଟିନ୍ୟୁଟି ଏଇଟା ତମର କ'ଣ ହେବ ନା ଇଣ୍ଡିଭିଜୁଆଲ୍ ଡିଫେନ୍ସ। ଏଇଟା ତମର କ'ଣ ହେବ ନା ଇଣ୍ଡିଭିଜୁଆଲ୍ ଡିଫେନ୍ସ ହେବ। ଆଉ 10 ନମ୍ବର ଲାଷ୍ଟ କ୍ୱେଶ୍ଚିନ୍ଟା କ'ଣ ତମର ୱେଷ୍ଟେଟ୍ରେ ସବୁଠାରୁ ଅଧିକ ପଚାରୁଥିବା ଥିଓରି କାହାର ବେଶୀ ପଚାରେ ନା ଅବଭିୟସ୍ଲି ପିଆଜେଟିଙ୍କ ଅନୁସାରେ ଶିକ୍ଷା ନୀତି ଚାଲୁଛି ଜାଣିଥିବ ଆର ସବୁ ନୀତି। ଆଉ ଶେଷ ଟ୍ରିକ୍ଟା ଦେଖନ୍ତୁ କ'ଣ ଶେଷ ଟ୍ରିକ୍ ରିଜୁଏନ୍ ଟ୍ରିକ୍ଟା କ'ଣ ମନେ ରଖିଥିବେ ପିଆଜେଟିକ୍ ହେଲା ବୁଦ୍ଧିର କଗ୍ନେଟିଭ୍ର ଆଉ ବାଇଜୁସିଙ୍କ କ'ଣ ସମାଜର ଜେଡ୍ପିଟି କଲବଙ୍କ ନୈତିକତା ମୋରାଲ। ଏତିକି ମନେ ରଖିଦେଲେ ଆଜିର ଭିଡ଼ିଓଟି ଏତିକି। ଆମେ ଦେଖା ହେବା ପରବର୍ତ୍ତୀ ଭିଡ଼ିଓରେ। ଆମ ଚ୍ୟାନେଲ୍କୁ ଏପର୍ଯ୍ୟନ୍ତ ଯଦି ଆସିଛନ୍ତି ତ ନିଶ୍ଚୟ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ। ଆଉ ଆଗାମୀ ଭିଡ଼ିଓରେ ଆଉ ଟିକେ ଟ୍ରାଏ କରିବା ଆଉ ଟିକେ ଭଲ କ୍ୱେଶ୍ଚିନ୍ ଆଣିବାକୁ। ଆଉ ଆଶା କରୁଛି ଆପଣମାନେ ବୁଝିପାରୁଥିବେ ଆଜିର କ୍ଲାସ୍ଟି। ବୁଝିପାରୁଥିବେ ନିଶ୍ଚିତ ଗୋଟେ କମେଣ୍ଟ କରିକି ଆମ ଉତ୍ସାହିତକୁ ବଢ଼ାନ୍ତୁ। ଆମେ ବି ଜାଣିବାକୁ ଚାହୁଁ ଯେ ଆମର କ୍ଲାସ୍ଟି ଆପଣଙ୍କୁ କେମିତି ଲାଗୁଛି। ତ ଆଜିର ଭିଡ଼ିଓଟି ଏତିକି। ଜୟ ଜଗନ୍ନାଥ।